ଭାଇରାଲ ହେଉଛି ବାଲେଶ୍ୱରରେ ଆଦିବାସୀ ମହିଳା ମାନଙ୍କୁ ମାଡ଼ ମରା ହେଉଛି ଚପଲରେ ମାଡ଼ ମରା ହେଉଛି। କ'ଣ କହିବା ମୁଖ୍ୟମନ୍ତ୍ରୀ ଆଦିବାସୀ ରାଷ୍ଟ୍ରପତି ଆଦିବାସୀ ଓଡ଼ିଶାରୁ ଉଭୟ ଯାକ। ଦେଖନ୍ତୁ ଯୋଉ ଆପଣ ଯୋଉ ପ୍ରଶ୍ନ ପଚାରୁଛନ୍ତି ଯୋଉ ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ଭାବରେ ଖାଲି ଆଖିକୁ ଦେଖିଲେ ଦୁର୍ଭାଗ୍ୟଜନକ ଘଟଣା ଜଣେ ଗୋଟେ ସମ୍ବେଦନଶୀଳ ଘଟଣା କୋଉ କାରଣରୁ କୋଉ ପରିସ୍ଥିତିରେ ଏଇଟା ହେଲା ସେଟା ତ ତାକୁ ନେଇକି ନାନା ବିତର୍କ ଚାଲିଛି। ହେଲେ ଯୋଉଭଳି ଭାବରେ ଅମାନବୀୟ ଭାବରେ ଆକ୍ରମଣ ମାଡ଼ ମାରିବାଟା ଠିକ ଅଛି। ଯଦି ସେ କିଛି ଭୁଲ କରୁଥିଲେ ଓକେ ଆମେ କହିବା ଯେ ଯୋଉ ଅଭିଯୋଗ ହଉଛି ଧର୍ମାନ୍ତରୀକରଣ କରୁଥିଲେ ବୋଲିକି। ଯଦି ସେ ଧର୍ମାନ୍ତରୀକରଣ ଭଳି କାର୍ଯ୍ୟ କିଛି କରୁଥିଲେ ତେବେ ସ୍ଥାନୀୟ ଜନସାଧାରଣ ଯୋଉମାନେ ଆପଣମାନଙ୍କ ଅଛନ୍ତି ଯୋଉମାନେ ଥିଲେ ସେଠି ଘଟଣାସ୍ଥଳରେ ସେଠି ପୋଲିସକୁ ତାକୁ ହ୍ୟାଣ୍ଡ ଓଭର କରିବା କଥା। ତାକୁ ଆମେ ସେମାନଙ୍କର ଭାଗ୍ୟ ସେମାନଙ୍କର ଭୁଲ ଯାହା ବି ଭୁଲ କରିଛନ୍ତି ସେ ଭୁଲର ନିଷ୍ପତ୍ତି ଦଣ୍ଡ ଦବାର ଅଧିକାର ଆମମାନଙ୍କର ନାହିଁ, ବୁଝିପାରୁଛନ୍ତି। ତେଣୁ ଆମେ ସେଟାକୁ ପୋଲିସ ହାତରେ ଦେଇଥାନ୍ତେ। ଯଦି ସେ ଧର୍ମାନ୍ତରୀକରଣ କରୁଥିଲେ ଯୋଉଟା ଆମର ନିହାତି ଭାବରେ ବେନିୟମ କାମ ଯଦି କରୁଥିଲେ ପୋଲିସ ସେଇ ଅନୁସାରେ ଦଫା ଲଗେଇକି ତାଙ୍କୁ ଦଣ୍ଡ ବିଧାନ କରିଥାନ୍ତା। ସରକାର ତ ବର୍ତ୍ତମାନ ଏଠି ଭାରତୀୟ ଜନତା ପାର୍ଟି ସରକାର ଆଉ ସେଥିରେ କିଛି ଅସୁବିଧା ନଥିଲା। ତେଣୁ ସେମାନଙ୍କୁ ମାଡ଼ ମାରିବାଟା ଗୋଟେ ଆପତ୍ତିଜନକ ଘଟଣା। ଯୋଉଭଳି ଭାବରେ ଜଣେ ମହିଳାଙ୍କୁ ଜଣେ ଆକ୍ରମଣ କରାଯାଉଛି, ପୁରୁଷ ଆକ୍ରମଣ କରୁଛନ୍ତି ସେଟା ଆଖିକୁ ସୁନ୍ଦର ଲାଗୁନି। କିନ୍ତୁ କାମଟା ସେ ଯୋଉ କରିଛନ୍ତି ଯୋଉଟାକୁ ଆପତ୍ତି ରହୁଛି ସେମାନଙ୍କର ସେଇ କାମ ସମ୍ପର୍କରେ ସେମାନେ ପ୍ରଶାସନର ଦୃଷ୍ଟି ସେମାନଙ୍କୁ ଅଟକ ରଖିକିରି ପ୍ରଶାସନକୁ ହ୍ୟାଣ୍ଡ ଓଭର ବା ପୋଲିସକୁ ହ୍ୟାଣ୍ଡ ଓଭର କରିକିରି କରିଦେଇଥିଲା। ଏଟା ସୁନ୍ଦର ହେଇଥାନ୍ତା। ଏଭଳି ଆପତ୍ତିଜନକ ଯୋଉ ତାକୁ ନେଇକି ବର୍ତ୍ତମାନ ଜାତୀୟ ପ୍ରସଙ୍ଗ ହେଉଛି ଘଟଣାକୁ ନେଇକିରି ଜାତୀୟ ସ୍ତରର ନେତାମାନେ ମଧ୍ୟ ଜାତୀୟ ସ୍ତରର ଗଣମାଧ୍ୟମରେ ମଧ୍ୟ ଏ କଥା ପ୍ରକାଶ ପାଉଛି। ଏ ଜିନିଷ ଗୁଡା ଚର୍ଚ୍ଚାକୁ ଆସିନଥାନ୍ତା। ଧର୍ମାନ୍ତରୀକରଣ ଯଦି କରୁଥିଲେ ତାଙ୍କୁ ଧରିକିରି ସିଧାସଳଖ ପୋଲିସରେ ଦେଇଦେବାର ଥିଲା। ଯଦି ସେ ଭୁଲ କରୁ ନିହାତି ଭାବରେ ଧର୍ମାନ୍ତରୀକରଣ ଫୋର୍ସିବୁଲ କାହାକୁ ଗୋଟେ କନଭର୍ସନ କରିବା ପାଇଁ କାହାର ଅଧିକାର ନାହିଁ, ଆମ ସମ୍ବିଧାନ ସେ ଅଧିକାର ଦେଇନାହିଁ। ଯଦି ସେ ମହିଳା ମାନେ କିଛି ଫୋର୍ସିବୁଲ କନଭର୍ସନ ପାଇଁ ଉଦ୍ୟମ କରୁଥିଲେ ତେବେ ସେମାନଙ୍କୁ ଏଭଳି ଆକ୍ରମଣ କରିବା ବଦଳରେ ଯଦି ତାକୁ ପ୍ରଶାସନକୁ ଆମେ ଦେଇଥାନ୍ତେ ବା ପୋଲିସ ହାତରେ ଦେଇଥାନ୍ତେ ହୁଏତ ଆଜି ଆପଣ ମାନେ ପ୍ରଶ୍ନ ମତେ ବି ପଚାରି ନଥାନ୍ତେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବା କଥା ବି ନିହାତି ଭାବରେ ଉଭୟ ଘଟଣାର ତଦନ୍ତ କରିକି ପୋଲିସ ନିହାତି ଭାବରେ ଘଟଣାର ପୃଷ୍ଠଭୂମି କ'ଣ କୋଉ ପରିସ୍ଥିତିରେ ତାଙ୍କ ଉପରେ ଆକ୍ରମଣ କରାଗଲା ଆକ୍ରମଣଟା ନିନ୍ଦନୀୟ। ଯୋଉଭଳି ଭାବରେ ଆକ୍ରମଣ ହଉଛି ଯୋଉ ଚିତ୍ର ଆସୁଛି ସେଇଟା ନିନ୍ଦନୀୟ। ସେଭଳି କୌଣସି ସଭ୍ୟ ସମାଜରେ ଆମେ କୌଣସି ମହିଳାଙ୍କ ଉପରେ ଆକ୍ରମଣ କରିପାରିବା ନାହିଁ। ଯଦି ସେ କିଛି ଭୁଲ କରିଛନ୍ତି ଭୁଲର ଦଣ୍ଡ ଦବା ପାଇଁ ଆମ ପାଖରେ ପୋଲିସ ବ୍ୟବସ୍ଥା ଅଛି, ଆଇନ ବ୍ୟବସ୍ଥା ଅଛି। ଆମେ ତାକୁ ପୋଲିସକୁ ହସ୍ତାନ୍ତର କରିବା। ଯଦି ସେମାନେ ଆମ ସମାଜ ଭିତରେ ଗୋଟେ ଅସ୍ଥିରତା ସୃଷ୍ଟି କରୁଛନ୍ତି, ଯଦି ସେମାନେ ଆମ ସମାଜରେ ଫୋର୍ସିବୁଲ କନଭର୍ସନ କରୁଛନ୍ତି ସେଭଳି ଅଭିଯୋଗ ଆସୁଛି, ଗୁରୁତର ସଙ୍ଗୀନ ଅଭିଯୋଗ ଆସୁଛି, ସେଇଟା ସମ୍ବିଧାନରେ ବି ଆମ ସେଇଟା ସମ୍ବିଧାନର ବିରୁଦ୍ଧାଚରଣ ବି କରୁଛି ଫୋର୍ସିବୁଲ କନଭର୍ସନ ହେଲେ। ତେଣୁ ଯଦି ସେଭଳି କିଛି ଘଟଣା ଘଟିଛି ତେବେ ସେଟାକୁ ପୋଲିସକୁ ଆମେ ଦେଇଦେବା ବଦଳରେ ଯୋଉ କଙ୍ଗାରୁ କୋର୍ଟ କଲା ଭଳି ଆମେ ନିଜେ ନିଷ୍ପତ୍ତି ନେଇକି ନିଜେ ଦଣ୍ଡ ଦଉଛେ ସେଭଳି ଆମେ ସମସ୍ତେ ବିରତ ରହିବା ଉଚିତ। ଆଉ ଯୋଉମାନେ ବି ଫୋର୍ସିବୁଲ କନଭର୍ସନ ପାଇଁ ଉଦ୍ୟମ କରୁଛନ୍ତି ସେମାନେ ମଧ୍ୟ ବିରତ ରହିବା ଉଚିତ। ସ୍ୱେଚ୍ଛାକୃତ କିଏ କନଭର୍ସନ କାହାର ହେଲା ଅଲଗା କଥା, ଫୋର୍ସିବୁଲ କନଭର୍ସନରୁ ପ୍ରତ୍ୟେକ ଲୋକ ବିରତ ରହିବା ଆବଶ୍ୟକ।